ସେଥିଲାଗି ଆପ୍ରାଣ ଚେଷ୍ଟା କରିଥିଲେ ଉତ୍କଳର ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ରାଜା କୃଷ୍ଣଚନ୍ଦ୍ର ଗଜପତି ଏବଂ ହରେକୃଷ୍ଣ ମଣ୍ଡଳ। ସେମାନଙ୍କର ଏହି କାର୍ଯ୍ୟ ଲାଗି ଆମେ ସେମାନଙ୍କୁ ପ୍ରଣାମ କରୁଛୁ ଏବଂ ସେମାନଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ, ଏହା ଆମର ଭଗବାନଙ୍କ ପାଖରେ ପ୍ରାର୍ଥନା। ଗାରିମା ହିସାବରେ ଶାସ୍ତ୍ରରେ କୁହାଯାଇଛି, ବର୍ଷାନା ଭାରତ ଶ୍ରେଷ୍ଠ, ଦେଶାନା ଉତ୍କଳ ସୁଖ, ଉତ୍କଳସ୍ୟ ସମଦେଶ, ଦେଶ ନାସ୍ତି ମହିତରେ। ଆମର ଉତ୍କଳ ଜନନୀ କିଛି ବରପୁତ୍ର ଜନ୍ମ ନେଇଥିଲେ। ସେମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଯାହାକୁ ଖାଲି ଭାରତରେ ନୁହେଁ, ଓଡ଼ିଶାରେ ନୁହେଁ, ସମଗ୍ର ପୃଥିବୀରେ ରହନ୍ତି, ଏବଂ ଆମର ପୂର୍ବତନ ଗ୍ରେଟ୍ ଲିଡର ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ, ସେମାନଙ୍କୁ ମଧ୍ୟ ଆମର ଶାସ୍ତ୍ରାଙ୍କ ପରିବାର। ଆମେମାନେ ଗର୍ବିତ, ଆମେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲା ଧର୍ମା କରିଥିଲା, ଯିଏକି 1200 ବଳୀଙ୍କର ମାନ ରକ୍ଷା କରିବା ପାଇଁ ନିଜେ ରାତିରେ କୋଣାର୍କର ଚୂଳ କରିପାରିଥିଲା ଏବଂ ତାଙ୍କର ବାପାଙ୍କର ଏବଂ 1200 ବଳୀଙ୍କର ମାନ ସମ୍ମାନ ରକ୍ଷା କରିବା ପାଇଁ ସେ ନିଜକୁ ଆତ୍ମବଳି ଦେଇଥିଲା। ଆମେମାନେ ସେହି ପ୍ରଦେଶର ଆପଣମାନେ ଜାଣିଛନ୍ତି, ଗୋଟିଏ ସାଧାରଣ ନାରୀ ଯେତେବେଳେ ଅଶୋକ କଳିଙ୍ଗକୁ ପରାସ୍ତ କରି ଯେତେ କଳିଙ୍ଗରେ ରକ୍ତ ନଦୀ ବହୁଛି, ଅଶୋକ ଛଦ୍ମବେଶ ଆସି ଦେଖିଲେ ଗୋଟିଏ ସ୍ତ୍ରୀ ଗୋଟିଏ ସାନ ପିଲା ପାଖରେ ରହି ତାକୁ ଦେଖି କାନ୍ଦୁଛି। ସେ ପଚାରିଲେ ସ୍ତ୍ରୀକି, ମା ତୁ କାହିଁ କାନ୍ଦୁଛୁ? ନା ମୁଁ ବି କାହିଁ କାନ୍ଦୁଛି କି ମୋ ପୁଅକୁ ସେମାନେ ଆଗରେ ମାରିଲେ ନା ପଛରେ ମାରିଥିଲେ? ମୁଁ ଦେଖିଲି ମୋ ପୁଅକୁ ଆଗରେ ପିଲା ଥିଲା ମାତ୍ର 12 ବର୍ଷ। ସେତେବେଳେ ଅଶୋକ ବହୁତ ଗର୍ବ, କାରଣ ସେ ଚଣ୍ଡା ସବୁ ତାଙ୍କର ଗର୍ବରେ କୌଣସି ପ୍ରାନ୍ତ ନଥିଲା। ସେତେବେଳେ ସେ ପଚାରିଲା, ତୁ ଜାଣିଛୁ କିଏ? ମୁଁ ଜାଣିନି। ନା ମୁଁ ହେଲି ସେଇ ଅଶୋକ, ସମ୍ରାଟ ଅଶୋକ, ଯିଏ କଳିଙ୍ଗ ଜିତିଲା। ମୁଁ ଏତେ ବଳବାନ ଯେ ସମସ୍ତଙ୍କୁ ପରାସ୍ତ କରି ସମସ୍ତଙ୍କୁ ମାରିଦେଲି। ତ ସ୍ତ୍ରୀକି ପଚାରିଥିଲା, କହିଲେ ହେ ଅଶୋକ, ତୁ ତ ଏତେ ଲୋକ ମାରିପାରୁ, ତୋ ପୁଅରେ ବଞ୍ଚେଇ ଦେଉଥିଲା। ସେଇ ଗୋଟିଏ ଲାଇନରେ ଅଶୋକର ପରିବର୍ତ୍ତନ ହେଇଥିଲା ଚଣ୍ଡାଶୋକ କ୍ଷମାଶୋକ। ଆମେ ସେଇ ପ୍ରଦେଶରେ, ସେଇ ପ୍ରଦେଶ ଯେଉଁଠି ସ୍ୱୟଂ ଜଗନ୍ନାଥ ବଳଭଦ୍ର କାଞ୍ଚି ରାଜାଙ୍କ ପାଇଁ ଯୁଦ୍ଧ କରିଥିଲେ ଏବଂ କାଞ୍ଚି ରାଜ୍ୟକୁ ଜିତେଇ ପାରିଥିଲେ। କଥାରେ ଅଛି, ମାତୃଭୂମି ମାତୃଭାଷାର ମମତା ଯା ହୃଦୟ ଜନମୀ ନାହିଁ, ତାକୁ ଯଦି ଶୁଣି ଜନରେ ଗଣିବା ଅଜ୍ଞାନ ରହିବେ ନାହିଁ। ତାମାନେ ହେଲା ଆମର ଆମେ ଯେଉଁ ଆଉ ଗୋଟେ ସାଂସ୍କୃତିକ ଗୌରବ ଅଛି, ଜନନୀ ଜନ୍ମଭୂମି ସ୍ୱର୍ଗାଦପି ପରିବେଶ। ତେଣୁ ଆମେ ଓଡ଼ିଆ ହିସାବରେ ଆମ ମାତୃଭୂମି ମାତୃଭାଷା ଆମ ଜାତି ତାଙ୍କର ସେବାରେ ଆମର କିଛି ସମୟ ଦେବା ଉଚିତ ଏବଂ ସେମାନେ ଯେପରି ଉନ୍ନତି ହୁଏ ସେଇଟା ଆମେ ଦେଖିବା ଉଚିତ। ଦୁଃଖର ବିଷୟ, ଆମ ମା ଉତ୍କଳ କଳିଙ୍ଗ ସାରା ଭାରତର 3 ଭାଗରୁ 1 ଭାଗ ଖଣି ଅଛି। ତାମାନେ ଆପଣ ବୁଝିପାରୁଛନ୍ତି, ସାରା ଭାରତର 3 ଭାଗରୁ 1 ଭାଗ ଖଣି ଅଛି। ସାରା ଭାରତର 6 ଭାଗରୁ 1 ଭାଗ ଧାନ ଅର୍ଜନ କରେ। ସାରା ଭାରତର 12 ଭାଗରୁ 1 ଭାଗ ପାଣି ଅଛି। ତଥାପି ଯଦି ଆପଣ ଦେଖି ଯାଆନ୍ତି, ଓଡ଼ିଶା ଗୋଟିଏ ଗରିବ ଦେଶ। କାହିଁକି? ଆମେମାନେ କ'ଣ ଅନ୍ୟମାନଙ୍କର କମ୍? ତା ନୁହେଁ। ମୋର ଆଶା ଆମେମାନେ ଯଦି ଏକ ହେଇପାରିବା, ସମସ୍ତେ କିଛି କିଛି ସମୟ ଦେଇପାରିବେ ଏବଂ ଆମେମାନେ କଙ୍କଡ଼ା ନ ହୋଇ, ଯେମିତି କଙ୍କଡ଼ା, ଯଦି ଆମର ଗୋଟିଏ ଓଡ଼ିଆ ଭଲ କରେ
ଆଉ ଗୋଟେ ଗୋଟେ କଙ୍କଡ଼ା ଭଳିଆ ଟାଣିବ ତାକୁ ସମାଲୋଚନା କରିବ। এটা বড় দুঃখের বিষয়। আপনার দেখুন অন্য জাতি মানে দেখুন কিন্তু আম জাতিরে সবাই কଙ୍କড়া ভଳିয়া টাণিবা আমি কଙ୍କড়া না হই যদি ডলফিন হওয়া লোককে সাহারা দেওয়া বা যেতে দ্বারা চেষ্টা করে সাহারা দেওয়া তাহলে আমার নিশ্চয় প্রদেশের উন্নতি হব আম ওড়িয়া জাতির উন্নতি হব। মু বেশি কিছু কহিବାକୁ চাহুনি বেশি সময় নেওয়া